ବନମାଳପୁରରେ ଯେଉଁ ଭେଟନାରୀ ଛକରେ ଜାଗାରେ ସରକାର ଜାଗାକୁ ମାଡ଼ି ବସି କିଛି ଘର ବି କରୁଥିଲେ। ଆପଣ ଏ ବାବଦରେ ମତାମତ ରଖିଲା ପରେ ସୁନାକର ଯେଉଁ ମତାମତ ରଖିଲେ ଯେ ପୂର୍ବତନ ବିଧାୟକ ଯେଉଁ ମତାମତ ଦେଇଛନ୍ତି ଏଇଟା ଭୁଲ ମତାମତ ବୋଲି। ଦେଖନ୍ତୁ, ବିଶେଷ କରି ମୁଁ ମତାମତ ଦେଲି ଯେତେବେଳେ ଜନସାଧାରଣ ଆସିକିରି ଭାପୁର ଗ୍ରାମ ପଞ୍ଚାୟତରୁ ମୋତେ କିଛି ଲୋକ ବାରମ୍ବାର ଅଭିଯୋଗ କରୁଥିଲେ। ଦିନେ ନୁହେଁ, ବହୁତ ଦିନ ଧରି ଏବେ ବି ଅଭିଯୋଗ କରୁଛନ୍ତି ଯେ ଆମର ପଶୁ ଚିକିତ୍ସାଳୟଟା କିଛି ଲୋକ ତାଙ୍କୁ ଜବରଦଖଲ କରିକି ସେଠି ସେମାନଙ୍କର କରୁଛନ୍ତି, ତାଙ୍କର ଉଠା ବସା କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ପଶୁ ଡାକ୍ତର ଚିକିତ୍ସା କରିପାରୁନାହିଁ, ସେଠି ରହିପାରୁନି ବୋଲିକି ଲୋକ ଅଭିଯୋଗ କଲେ। ମୁଁ ସେଥିପାଇଁ ତାର ପ୍ରତିକ୍ରିୟା ଦେଇଥିଲି, ଯଦି କେହି ଏମିତି କରିଛନ୍ତି ତାହେଲେ ଆମେ ବିଭାଗକୁ ଲେଖିବା, ବିଭାଗ ତାର ତଦନ୍ତ କରିବେ। ଯଦି ତଦନ୍ତରେ ପ୍ରକୃତରେ ସେଇ କଥା ବାହାରିବ ତାହେଲେ ସେମାନେ ଯେଉଁମାନେ ଯାଇକରି ସେଠି ବସୁଛନ୍ତି ସେମାନେ ଆଉ ବସିବେ ନାହିଁ। ମୁଁ କାହାକୁ ବ୍ୟକ୍ତିଗତ ଉଦ୍ଦେଶ୍ୟ କରି କହି ନାହିଁ, ଯାହା ମୋ ପାଖରେ ଆସେ, ଲୋକ ଯାହା ଅଭିଯୋଗ କରେ ତା ଉପରେ ଭିତ୍ତି କରି କହେ। ତେଣୁକରି ଏବେ ବି କହୁଛି ଯେ ଯଦି କେହି ଜବରଦସ୍ତି ମାଡ଼ି ବସିଛନ୍ତି ସେ ଭେଟେନାରୀ ଅଫିସଟାକୁ ତୁରନ୍ତ ଖାଲି କରିବା ଭଲ ହେବ। କାରଣ ଯେହେତୁ ପଶୁପକ୍ଷୀ ଗାଈ ଗୋରୁଙ୍କ ଚିକିତ୍ସା ପାଇଁ ସେ ସ୍ଥାନଟି ଉଦ୍ଦିଷ୍ଟ, ସେଠି ଅନ୍ୟମାନେ ପ୍ରବେଶ କରିବା ଠିକ୍ ହେବ ନାହିଁ। ଆଉ ବିଶେଷ ଭାବରେ ଆପଣଙ୍କ ସମସ୍ତେ ବୁଝିବା ଦରକାର ଯେ ଆମେ ସମସ୍ତେ ସହଯୋଗ କରିବା। ସରକାରଙ୍କ ଅଫିସ କେମିତି ସୁରକ୍ଷିତ ରହିବ, ସରକାରୀ କର୍ମଚାରୀ କେମିତି ସୁରକ୍ଷିତ ରହିବେ, କିନ୍ତୁ ତାକୁ ବିପଦରେ ପକାଇ ଦେଲେ ଆମ ଅନେକ କାମରେ ଆମକୁ ବାଧା ସୃଷ୍ଟି ହେବ। ତେଣୁ ଯେ ପଶୁ ଚିକିତ୍ସାଳୟଟା ଯଦି କେହି ଦଖଲ କରି ରଖିଛି ତାକୁ ଶୀଘ୍ର ଖାଲି କରିଦେଲେ ବହୁତ ଭଲ ହେବ।